ଜୟ ଜଗନ୍ନାଥ। ପ୍ରତିଦିନ ଗୋଟିଏ ରାସ୍ତା କଡ଼ରେ ଠିଆ ହୋଇ ଜଣେ ଭିକାରୀ ସଦାବେଳେ ଭିକ ମାଗନ୍ତି। ସେଇଦିନ ଜଣେ ବାବୁ ସେ ରାସ୍ତାରେ ଯାଉଥିଲେ, ଆଉ ଭିକାରୀ ତାଙ୍କୁ କହିଲା, ବାବୁ କିଛି ଦିଅନ୍ତୁ। ବାବୁ ଜଣକ ପକେଟରେ ହାତ ପୁରେଇଲେ ଏବଂ ଦେଖିଲେ ଯେ ପର୍ସଟି ସେ ଭୁଲ ବଶତଃ ଘରେ ଛାଡ଼ିକି ପଳେଇ ଆସିଛନ୍ତି। ଏବଂ ଭିକାରୀ କାନ୍ଧରେ ହାତ ରଖି କହିଲେ, ଭାଇ ମୋତେ କ୍ଷମା କରିଦେବେ, ମୁଁ ମୋ ପର୍ସଟି ଘରେ ଛାଡ଼ିକି ପଳେଇ ଆସିଛି, କିନ୍ତୁ ପ୍ରତିଶ୍ରୁତି ଦେଉଛି ଆସନ୍ତାକାଲି ମୁଁ ନିଶ୍ଚିତ ଆସିବି ଆଉ ତୁମକୁ ଦେବି। ଭିକାରୀ ଜଣକ ଥାଳଟି ତଳେ ଥୋଇ ଦେଇ କହିଲା, ବାବୁ ମୁଁ ଭଗବାନଙ୍କୁ ଡାକୁଛି ଆପଣ ପ୍ରତିଦିନ ପର୍ସଟି ଘରେ ଛାଡ଼ି ଦେଇକି ଆସନ୍ତୁ, ମୋତେ ଦେବା ଆବଶ୍ୟକ ନାହିଁ। କାହିଁକି ନା ଆପଣ ଯେଉଁ ମୋ କାନ୍ଧରେ ହାତ ରଖି ମୋତେ କ୍ଷମା ମାଗିଲେ, ଏମିତି ମୋତେ କେହି କେବେ ମାଗିନଥିଲେ। ଆଉ ଯେଉଁ ବାବୁମାନେ ମୋତେ ଦିଅନ୍ତି 50, 10, 20 ଖୁଚୁରା ପଇସା ଏମିତି ଫିଙ୍ଗି ଦେଇକି ପଳାନ୍ତି, ମୋତେ ଭାରି ବାଧେ। କିନ୍ତୁ ଆପଣ ଯେଉଁ ନମ୍ରତାର ସହିତ ମୋ ଭଳି ଗୋଟିଏ ଭିକାରୀକୁ କ୍ଷମା ମାଗିଲେ, ସେତିକି ହେଉଛି ମୋର 1000 ଟଙ୍କାରୁ ଅଧିକା। ତେଣୁ ଆପଣ ସଦାବେଳେ ପର୍ସ ଭୁଲି କରି ଆସନ୍ତୁ। ଜୟ ଜଗନ୍ନାଥ, ନମସ୍କାର।